ଚିକେନ୍ ଏଗ୍ ରୋଲ୍। ଆବଶ୍ୟକ ସାମଗ୍ରୀ: ପରଟା ପାଇଁ ମଇଦା 1/2 କେଜି, 3ଟି ଅଣ୍ଡା, 10 ଗ୍ରାମ ଲୁଣ, 25 ଗ୍ରାମ ରିଫାଇନ୍ ତେଲ। ଚିକେନ୍ ମସଲା ପାଇଁ 500 ଗ୍ରାମ ଚିକେନ୍, 500 ଗ୍ରାମ ପିଆଜ, 10 ଗ୍ରାମ ଚାଇନା ସଲ୍ଟ, ଗରମ ମସଲା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ପ୍ରତ୍ୟେକରୁ 5 ଗ୍ରାମ ଲେଖାଏଁ, ଅଳ୍ପ ମେଥିପତ୍ର, 25 ଗ୍ରାମ ଅଦା ରସୁଣ ବଟା, 25 ଗ୍ରାମ ତେଲ, ସ୍ୱାଦ ଅନୁଯାୟୀ ଲୁଣ, ଟମାଟୋ ଚିଲି ସସ୍। ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ମଇଦାରେ ତେଲ, ଲୁଣ ଓ ଅଣ୍ଡା ଭାଙ୍ଗି ପକାଇ ଫେଣ୍ଟନ୍ତୁ। ଏଗୁଡ଼ିକ ଭଲ ଭାବରେ ମିଶିଯିବା ପରେ ଆବଶ୍ୟକ ଅନୁସାରେ ପାଣି ଦେଇ ଚକଟିବା ପରେ ଛୋଟ ଛୋଟ ଗୁଳା କରନ୍ତୁ। ତାପରେ ରୁଟି ଭଳି ପତଳା କରି ବେଲନ୍ତୁ। ଏହାପରେ ତାୱାରେ ତେଲ ଗରମ କରି ଏହାକୁ ସେକନ୍ତୁ। ଦୁଇ ପଟ ଭଲ ଭାବରେ ସେକା ଯିବା ପରେ ଅଣ୍ଡା ପକାଇ ଉଭୟ ପଟକୁ ପୁଣି ଥରେ ଭଲ ଭାବରେ ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଏଗ୍ ରୋଲ୍। ସେହିପରି ଚିକେନ୍ ମସଲା ପାଇଁ ଛୋଟ ଛୋଟ ଖଣ୍ଡରେ କଟାଯାଇଥିବା ଚିକେନ୍ରେ ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଅଦା ରସୁଣ ବଟା, ଅଳ୍ପ ତେଲ ଦେଇ ଗୋଳେଇ ରଖନ୍ତୁ। କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜ ପକାଇ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। କଷିବା ସମୟରେ ସେଥିରେ ଗରମ ମସଲା ସମେତ ବଳିଥିବା ଅନ୍ୟାନ୍ୟ ମସଲା ଓ ମେଥିପତ୍ର ପକାଇ ଭଲ ଭାବରେ କଷନ୍ତୁ। ଗରମ ଗରମ ଏଗ୍ ରୋଲ୍ରେ ଏହି ଚିକେନ୍ ମସଲାକୁ ଦେଇ ରୋଲ୍ କରି ସେଥିରେ ଟମାଟୋ ଚିଲି ସସ୍ ଦେଇ ପରିବେଷଣ କରନ୍ତୁ।